ଯାତ୍ରାର ସେ ଥିଲେ କମେଡି କିଙ୍ଗ। ମଞ୍ଚରେ ତାଙ୍କ ପାଦ ପଡୁ ପଡୁ ଦର୍ଶକଙ୍କ ଓଠରେ ହସ ଫୁଟୁଥିଲା। ଚିକମିକ ଏ ଆଲୁଅର ରଙ୍ଗ ଆହୁରି ଝଲସି ଯାଉଥିଲା। ହେଲେ ଏ ମଞ୍ଚରେ ତାଙ୍କୁ ଆଉ ଦେଖିବାକୁ ମିଳିବନି। ତାଙ୍କ ହସ ମିଶା କଥା ଆଉ ଦର୍ଶକଙ୍କ କାନରେ ପଡ଼ିବନି। ସବୁଦିନ ପାଇଁ ଚିରନିଦ୍ରାରେ ଶୋଇଯାଇଛନ୍ତି କଳିଙ୍ଗ ଗଣନାଟ୍ୟର କମେଡିଆନ ଦେବେନ୍ଦ୍ର ଦାସ ଓରଫ ବୁଧିଆନ୍ନା। ହଠାତ୍ ଗତକାଲି ରାତିରେ ଅସୁସ୍ଥ ହେବା ପରେ ତାଙ୍କୁ ପ୍ରଥମେ ଛେଳିଗଡ଼ ମେଡିକାଲକୁ ନିଆଯାଇଥିଲା। ହେଲେ ତାଙ୍କ ଅବସ୍ଥା ଆହୁରି ଗୁରୁତର ହେବାରୁ ଚନ୍ଦ୍ରଗିରି ହସ୍ପିଟାଲକୁ ସ୍ଥାନାନ୍ତରିତ ହୋଇଥିଲେ। କିନ୍ତୁ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ସମ୍ମାନ ସ୍ୱାର୍ଥ ନିମନ୍ତେ ଅପେରା ସମାନାର୍ଥରେ 3 ବର୍ଷ କାଳ ବହୁତ କଷ୍ଟ ସହିଛନ୍ତି। ବହୁତ ସେ କଳାକାରଙ୍କୁ ନିଜେ ନ ଖାଇକି ଦେଇଦିଏ। ଏଇ ପ୍ରକାର ବହୁତ ମାନେ କହି ହବନି ଯୋଉଟାକ। ଆପଣଙ୍କ ସହିତ ତାଙ୍କର ବ୍ୟକ୍ତିଗତ କଣ ସମ୍ପର୍କ? ବ୍ୟକ୍ତିଗତ ସମ୍ପର୍କ ଘର ପାଖର ଲୋକ। ପିଲାଦିନରୁ ଆମେ ଗୋଟାଏ ଅନୁଷ୍ଠାନରେ ବଢିଛି ଆରମ୍ଭ କରିଥିଲା ଜୀବନ। ସିଏ ସେଇ କାଂଶରୁ ଆରମ୍ଭ କରିଥିଲେ, ମୁଁ ବି ସେଇ କାଂଶରୁ ଆରମ୍ଭ କରିଥିଲି। ତାପରେ ସେ ଇଚ୍ଛାପୁର ଗଲେ, ମୁଁ ଇଚ୍ଛାପୁର ଗଲି। ତାପରେ ସେ ଟିକେ ପଛପଟ ହେଇକି ରହିଥିଲେ। ତାପରେ ସେ ପାର୍ବତ୍ୟ ରହିଲେ, ମୁଁ ତ୍ରିନାଥ ରହିଲି। ଦୀର୍ଘ ଦିନ ଧରିକିରି ସେ ଆମେ ଏକାଠି ରହିଛୁ। ପାର୍ବତୀରେ, ସୋମନାଥରେ, ରଙ୍ଗମହଲରେ ଦୀର୍ଘ ଦିନ ଆମେ ଏକାଠି ଥିଲୁ। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ଗୋପାଳପୁରରେ ଦେବେନ୍ଦ୍ର ଦାସଙ୍କର ଘର। ଦେବେନ୍ଦ୍ର 50 ବର୍ଷରୁ ଅଧିକ ସମୟ ଯାତ୍ରାରେ ଅଭିନୟ କରିଥିଲେ। ତାଙ୍କର ଅନେକ ନାଟକ ସୁପରହିଟ୍ ହୋଇଛି। ଦେବେନ୍ଦ୍ର ଦାସ ନାଁ ବଦଳରେ ବୁଧିଆନ୍ନା ନାଁରେ ସେ ଖୁବ୍ ପରିଚିତ। ଗଜପତି ଜିଲ୍ଲା ଛେଳିଗଡ଼ରେ ଶୁକ୍ରବାର ଦିନ କଳିଙ୍ଗ ଗଣନାଟ୍ୟର ନାଟକ ଶୁଭାରମ୍ଭ କରିଥିଲା। ହେଲେ ନାଟକ ଆରମ୍ଭ ହେବାର ମାତ୍ର କିଛି ସମୟ ପୂର୍ବରୁ ହଠାତ୍ ଶୁଣିବାକୁ ମିଳିଲା ବୁଧିଆନ୍ନା ଅସୁସ୍ଥ ହୋଇପଡ଼ିଛନ୍ତି। ପରେ ପରେ ତାଙ୍କର ପରଲୋକ ଘଟିଛି। ଦେବେନ୍ଦ୍ରଙ୍କ ମୃତ୍ୟୁ ଖବର ପାଇବା ପରେ ନାଟକ ବନ୍ଦ କରାଯାଇଥିଲା। ବୁଧିଆନ୍ନାଙ୍କ ପରଲୋକ କଳିଙ୍ଗ ଗଣନାଟ୍ୟ ପାଇଁ ଏକ ଅପୂରଣୀୟ କ୍ଷତି ସୃଷ୍ଟି କରିଛି, ଯାହା ଯାତ୍ରା ଜଗତ ଓ କଳାକାରଙ୍କ ମଧ୍ୟରେ ଶୋକାକୁଳ ପରିବେଶ ଖେଳାଇ ଦେଇଛି। ବୁଧିଆନ୍ନାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଛି ଯାତ୍ରା କଳାକାର ଓ କର୍ମଚାରୀ ସଂଘ। ହାସ୍ୟ ଅଭିନେତା ବୁଧିଆନ୍ନା ଯାତ୍ରା ପ୍ରେମୀଙ୍କ ହୃଦୟରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥିଲେ। ହେଲେ ହଠାତ୍ ତାଙ୍କ ପରଲୋକ ଯାତ୍ରା ଜଗତ ପାଇଁ ଏକ ଶୂନ୍ୟ ସ୍ଥାନ ସୃଷ୍ଟି କରିଛି। ଗତକାଲି ଅଷ୍ଟଶମ୍ଭୁ ଅପେରାର ଖଳନାୟକ ନଗେନ୍ଦ୍ର ଓରଫ ନଳିଙ୍କ ପରଲୋକ ଘଟିଥିଲା। 2 ଦିନରେ 2 ଜଣ କଳାକାରଙ୍କ ପରଲୋକ ଯାତ୍ରା ଜଗତକୁ ସ୍ତବ୍ଧ କରିଦେଇଛି। ମୋହନାରୁ ମିହିର ଜ୍ୟୋତି ଓ ଭୁବନେଶ୍ୱରରୁ ନିରଞ୍ଜନ ରେଡ୍ଡୀଙ୍କ ରିପୋର୍ଟ, OTV।